ଆଜିର ଭିଡ଼ିଓରେ ଆମେ କମ୍ପଲସରି ପେପର 23 ଓଡ଼ିଆର ୟୁନିଟ୍ 4 2 ମାର୍କିଆ ସର୍ଟ କ୍ୱେଶ୍ଚିନ୍ ଆଲୋଚନା କରିବା। ଫିଚର କାହାକୁ କହନ୍ତି? ଇଂରାଜୀରେ ଫିଚର ଶବ୍ଦଟି ମୁଖମଣ୍ଡଳର ଅଂଶ ଓ ଅର୍ଥଦ୍ୟୋତନା ପ୍ରକାଶ କରିଥାଏ। ମାତ୍ର ଆଧୁନିକ ଯୁଗରେ ଯେକୌଣସି ଆକର୍ଷଣୀୟ ସମ୍ବାଦର ସବିଶେଷ ବିବରଣୀ ମନଛୁଆଁ ଶୈଳୀରେ ପରିବେଶିତ ଆଲୋଚ୍ୟ ସାଧାରଣତଃ ଫିଚର ରୂପେ ବିବେଚିତ। ଆଭିଧାନିକ ଦୃଷ୍ଟିରୁ ରୂପକ ଶବ୍ଦଟି ହେଉଛି ଏକ ତତ୍ସମ ଶବ୍ଦ ରୂପ। ଇଞ୍ଚ ଅଙ୍କ ସମନ୍ୱୟରେ ଏହାର ସୃଷ୍ଟି। ଆଭିଧାନିକ ଅର୍ଥ ହେଲା ଆକୃତି। ଫିଚରର ବିଷୟବସ୍ତୁ କିପରି ହେବା ଉଚିତ? ଗୋଟିଏ ଭଲ ଫିଚର ଲେଖିବା ପାଇଁ ଭଲ ବିଷୟବସ୍ତୁର ଆବଶ୍ୟକ ରହିଛି। ବିଷୟବସ୍ତୁ ମନୋନୀତ ହେବା ପରେ ତତ୍ସମ୍ପର୍କୀୟ ତଥ୍ୟ ସଂଗ୍ରହ କରିବା ନିହାତି ଜରୁରୀ। ସଂଗୃହୀତ ତଥ୍ୟ ପ୍ରାମାଣିକ ହେବା ସହ ବିଶ୍ୱସନୀୟ ହେବା ଉଚିତ। ଫିଚରଟି କାହିଁକି ଶିକ୍ଷାଭିତ୍ତିକ ହେବା ଆବଶ୍ୟକ? ଫିଚରରେ ସଂଯୋଜିତ ତଥ୍ୟ ଓ ତତ୍ତ୍ୱ ପାଠକର ଅଜ୍ଞତାକୁ ଦୂର କରିବା ସହାୟକ ହୋଇଥାଏ। ଫିଚରଟି ପଢ଼ି ସାରିବା ପରେ ପାଠକ ଯେଭଳି ନୂଆ କଥା ଜାଣିବାର ସୁଯୋଗ ପାଇବ, ସେଥିପ୍ରତି ଲେଖକ ସଚେତନ ରହିବା ଉଚିତ। ବ୍ୟକ୍ତିଗତ ବିବରଣାତ୍ମକ ଫିଚର କାହାକୁ କହନ୍ତି? ପ୍ରଖ୍ୟାତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ବିବରଣୀକୁ ଫିଚର ଭାବେ ପ୍ରସ୍ତୁତ କରାଯାଏ। ପ୍ରଖ୍ୟାତ ବ୍ୟକ୍ତିମାନଙ୍କ ଜୀବନ ଓ କାର୍ଯ୍ୟକୁ ନେଇ ଫିଚର ଭାବେ ପ୍ରସ୍ତୁତ କରିଲେ ତାହା ପାଠକୀୟ ସ୍ୱୀକୃତି ଲାଭ କରେ। ସଂସ୍କୃତି ଏବଂ ମନୋରଞ୍ଜନ ଭିତ୍ତିକ ଫିଚର କାହାକୁ କହନ୍ତି? ସଂସ୍କୃତି ଫିଚରରେ ଗୋଟିଏ ସଂସ୍କୃତି ବିଷୟରେ ଭଲ ଭାବେ ଗବେଷଣା କରାଯାଏ। ତାର ବିଭିନ୍ନ ସାଂସ୍କୃତିକ ଦିଗ ବିଷୟରେ ଆଲୋଚନା କରାଯାଏ। ଏଥିସହିତ ଲୋକଙ୍କ ମନୋରଞ୍ଜନ ଉଦ୍ଦେଶ୍ୟ ସିନେମା, ଯାତ୍ରା, ଖେଳ, କସରତ ପ୍ରଭୃତି ଭିନ୍ନ ମାଧ୍ୟମ ଉପରେ ମଧ୍ୟ ଆଲୋଚନା କରାଯାଏ। ଶିକ୍ଷାଭିତ୍ତିକ ଫିଚର ସମ୍ବନ୍ଧରେ ଆଲୋଚନା କର। ଶିକ୍ଷାଭିତ୍ତିକ ଫିଚରରେ ସଂଯୋଜିତ ତଥ୍ୟ ଓ ତତ୍ତ୍ୱ ପାଠକର ଅଜ୍ଞତାକୁ ଦୂର କରିବା ସହାୟକ ହୋଇଥାଏ। ଫିଚରଟି ପଢ଼ି ସାରିବା ପରେ ପାଠକ ଯେଭଳି ନୂଆ କଥା ଜାଣିବାର ସୁଯୋଗ ପାଇବ, ସେଥିପ୍ରତି ଲେଖକ ସଚେତନ ରହିବା ଉଚିତ। ନୂଆ ତଥ୍ୟ ଜ୍ଞାନ ବୃଦ୍ଧି କରିଥାଏ, ତେଣୁ ଫିଚରଟି ଶିକ୍ଷାଭିତ୍ତିକ ହେବା ଉଚିତ। ଫଟୋ ଫିଚର କାହାକୁ କହନ୍ତି? କ୍ରମିକତା ଥିବା କିଛି ଫଟୋ ମାଧ୍ୟମରେ ସମଗ୍ର ଭାବଟିକୁ ଫିଚର ମାଧ୍ୟମରେ ପରିବେଷଣ କରାଯାଏ। ଦରକାର ପଡ଼ିଲେ ଏଥିରେ କିଛି ଫଟୋ କ୍ୟାପସନ ବା ଫଟୋ ଆଖ୍ୟା ଲେଖି ଦିଆଯାଏ। ଅନ୍ୟ ପ୍ରକାର କହିବାକୁ ଗଲେ ଫିଚର ଚରିତ୍ର ରୂପ ହେଉଛି ଫଟୋ ଫିଚର। ମାନକ ସ୍ତମ୍ଭ କାହାକୁ କହନ୍ତି? ମାନକ ସ୍ତମ୍ଭ ସମ୍ପାଦକୀୟ ଭଳି ଏକ ମୁଖ୍ୟ ସ୍ତମ୍ଭ, କିନ୍ତୁ ଏହାର ସ୍ଥାନ ସମ୍ପାଦକୀୟ ତଳେ। ସାଧାରଣତଃ ସମ୍ପାଦକୀୟ ତଳେ ଏକ ସ୍ୱତନ୍ତ୍ର ଶୀର୍ଷକ ଭାବେ ଏହା ପ୍ରକାଶ ପାଏ। କେତେକ ଖବରକାଗଜ ଏହାକୁ ସମ୍ପାଦକୀୟ ପୃଷ୍ଠାର ଉପର ଡାହାଣ କୋଣରେ ସ୍ଥାନ ଦେଇଥାନ୍ତି। ସମ୍ବାଦ ପତ୍ରିକାରେ ଏହି ସ୍ଥାନରେ ଲେଖିଥିଲେ ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଶେଷ ସ୍ତମ୍ଭ ଶୀର୍ଷକରେ। ସ୍ତମ୍ଭ କାହାକୁ କୁହାଯାଏ? ଜନସାଧାରଣଙ୍କର ସାମାଜିକ, ରାଜନୀତିକ, ଅର୍ଥନୀତିକ ତଥା ସାଂସ୍କୃତିକ ବିଚାରଧାରାରେ ଘଟୁଥିବା ନୂତନ ଚିନ୍ତା, ଚେତନା, ଘଟଣା, ଦୁର୍ଘଟଣା, ସମସ୍ୟା ଓ ବିଶୃଙ୍ଖଳା ଠାରୁ ଆରମ୍ଭ କରି ଇତିହାସ, ଦର୍ଶନ ଓ ବିଜ୍ଞାନ ପର୍ଯ୍ୟନ୍ତ ଯେକୌଣସି ବିଷୟବସ୍ତୁକୁ କେନ୍ଦ୍ର କରି ବୌଦ୍ଧିକ ବିଚାରାନୁଶୀଳନ ପୂର୍ବକ ସୁନ୍ଦର ଶୈଳୀରେ ପ୍ରକାଶିତ ହେଉଥିବା ରଚନାଗୁଡ଼ିକୁ ସ୍ତମ୍ଭ କୁହାଯାଏ। ସମାଜରେ ପ୍ରକାଶ ପାଇଥିବା ସ୍ତମ୍ଭଟିର ନାମ କ'ଣ? ସମାଜରେ ଦୈନିକ ଖବରକାଗଜ ଡକ୍ଟର ରାଧାନାଥ ରଥଙ୍କର ଅଣାକାର ଛଦ୍ମନାମରେ ଝିଟିପିଟି କହେ ସ୍ତମ୍ଭଟି ପ୍ରକାଶ ପାଇଥିଲା। କାହା ଲିଖିତ କେଉଁ ସ୍ତମ୍ଭଟି ମାତୃଭୂମି ସମ୍ବାଦପତ୍ରକୁ ଯଥେଷ୍ଟ ଜନପ୍ରିୟ କରିଥିଲା? ମଧୁସୂଦନ ମହାନ୍ତିଙ୍କ ବୁଲା କୁକୁର ଝୁଲାମୁଣି ମାତୃଭୂମି ସମ୍ବାଦପତ୍ରକୁ ଯଥେଷ୍ଟ ଜନପ୍ରିୟ କରିଥିଲା। କେଉଁ ବ୍ୟକ୍ତିତ୍ୱଙ୍କର ସ୍ତମ୍ଭଟି ରାଜନୈତିକ ପୃଷ୍ଠଭୂମି ଉପରେ ଲିଖିତ ଥିଲା? ଡକ୍ଟର ହରେକୃଷ୍ଣ ମହତାବଙ୍କ ଗାଁ ମଜଲିସ ସ୍ତମ୍ଭଟି ତତ୍କାଳୀନ ସମାଜର ରାଜନୈତିକ ପୃଷ୍ଠଭୂମି ଉପରେ ଲିଖିତ ଥିଲା। ବିଶିଷ୍ଟ ସ୍ତମ୍ଭକାର ପ୍ରଦ୍ୟୁମ୍ନ ବଳଙ୍କର ସ୍ତମ୍ଭଟିର ନାମ କ'ଣ ଥିଲା? ବିଶିଷ୍ଟ ସ୍ତମ୍ଭକାର ପ୍ରଦ୍ୟୁମ୍ନ ବଳ ସାମାଜିକ ବ୍ୟବସ୍ଥାକୁ ବିରୋଧ କରି ଅଭିମତ ସ୍ତମ୍ଭ ନିଜର ଚେତନାକୁ ପରିପ୍ରକାଶ କରିଥିଲେ। ତାଙ୍କ ସ୍ତମ୍ଭରେ ଗତିଶୀଳତା ବେଶ ପ୍ରତ୍ୟକ୍ଷ, ଦଳିତ, ନିଷ୍ପେଷିତ, ଖଟିଖିଆ ମଣିଷଙ୍କ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁ ପ୍ରସଙ୍ଗକୁ ନିଜ ସ୍ତମ୍ଭରେ ପରିସରଭୁକ୍ତ କରିଛନ୍ତି। ବିଜ୍ଞାପନ କାହାକୁ କୁହାଯାଏ? ଜଣେ ବ୍ୟକ୍ତି କିମ୍ବା ସମୂହଙ୍କ ପାଖରେ ଯେକୌଣସି ଉତ୍ପାଦନ ସଂସ୍ଥା ତାହାର ଉତ୍ପାଦିତ ଦ୍ରବ୍ୟକୁ ଗ୍ରହଣଯୋଗ୍ୟ ଓ ଆଦୃତ କରାଇବାର ମହତ ଉଦ୍ଦେଶ୍ୟକୁ ପହଞ୍ଚାଇବା ନିମନ୍ତେ ଯେଉଁ ପ୍ରହସନକାରୀ ଉତ୍ସାହପ୍ରଦ ମାଧ୍ୟମଟିକୁ ଆପଣାଏ, ତାହା ହିଁ ବିଜ୍ଞାପନ ବୋଲି କୁହାଯାଇପାରେ। କ୍ରେତାମାନଙ୍କୁ କ୍ରୟ କରିବା ନିମନ୍ତେ ପ୍ରଲୋଭନ ସୃଷ୍ଟି ପୂର୍ବକ ପ୍ରରୋଚିତ କରିବାର ଅଭିନବ କୌଶଳ ହିଁ ବିଜ୍ଞାପନ।
ବିଜ୍ଞାପନର ବୈଶିଷ୍ଟ୍ୟରେ ଯୋଗାଯୋଗର ଭୂମିକା କ'ଣ ସଂକ୍ଷେପରେ ଲେଖ। ବ୍ୟକ୍ତି, ଗୋଷ୍ଠୀ କିମ୍ବା ଗଣ ସମୂହ ସହ ସମ୍ପର୍କ ସୃଷ୍ଟି ଦିଗରେ ବିଜ୍ଞାପନ ହିଁ ଏକ ମାଧ୍ୟମ। ଉତ୍ପାଦକ ଓ ଗ୍ରାହକ ସହ ବିଜ୍ଞାପନ ଯୋଗାଯୋଗ ରକ୍ଷା କରିଥାଏ। ବିଜ୍ଞାପନର ବୈଶିଷ୍ଟ୍ୟରେ ସୂଚନା ଆବଶ୍ୟକତା କିପରି ରହିଛି ସଂକ୍ଷେପରେ ଉତ୍ତର ଦିଅ। ବିଜ୍ଞାପନ ଗ୍ରାହକକୁ ବସ୍ତୁ, ସେବା ଏବଂ ତାର ଗୁଣାତ୍ମକ ମାନ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସମର୍ଥ ହୋଇଥାଏ। ଜଣେ ବ୍ୟକ୍ତି କୌଣସି ଦ୍ରବ୍ୟ କିଣିବା ବେଳେ ଲାଭ କ୍ଷତି ବିଷୟରେ ମଧ୍ୟ ଚିନ୍ତା କରିଥାଏ। ବିଜ୍ଞାପନର ସୂଚନାରୁ ଦ୍ରବ୍ୟ ସମ୍ପର୍କରେ ଗ୍ରାହକ ସବିଶେଷ ତଥ୍ୟ ହାସଲ କରିଥାଏ, କିନ୍ତୁ ବିଜ୍ଞାପନରେ ପ୍ରଦତ୍ତ ସୂଚନା ସମ୍ପୂର୍ଣ୍ଣ ସତ୍ୟ ହେବା ନିହାତି ଜରୁରୀ ଅଟେ। ବିଜ୍ଞାପନର ବୈଶିଷ୍ଟ୍ୟ ମଧ୍ୟରେ ପରିଚିତ ପୃଷ୍ଠପୋଷକର କି ଆବଶ୍ୟକତା ରହିଛି ସଂକ୍ଷେପରେ ଆଲୋଚନା କର। ବିଜ୍ଞାପନ ପାଇଁ ଜଣେ ବ୍ୟକ୍ତି, ସଂସ୍ଥା କିମ୍ବା କମ୍ପାନୀ ଅର୍ଥବ୍ୟୟ ପୂର୍ବକ ପୃଷ୍ଠପୋଷକତା କରିପାରନ୍ତି। ପରିଚିତ କମ୍ପାନୀ ବିଜ୍ଞାପନ ଦ୍ୱାରା ତାର ଉତ୍ପାଦନ ଓ ବିକ୍ରୟ ବୃଦ୍ଧି କରିପାରେ। ଦ୍ରବ୍ୟ ବିକ୍ରୟ କ୍ଷେତ୍ରରେ ଜଣାଶୁଣା କମ୍ପାନୀ ବିଜ୍ଞାପନ ଦ୍ୱାରା ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସମର୍ଥ ହୁଏ। ସ୍ଥାନୀୟ ବିଜ୍ଞାପନ କାହାକୁ କୁହାଯାଏ? ସ୍ଥାନୀୟ ବିଜ୍ଞାପନ ଏକ ନିର୍ଦ୍ଦିଷ୍ଟ କ୍ଷୁଦ୍ର ପରିସରରେ ପ୍ରଦର୍ଶିତ ବା ପ୍ରଚାରିତ ହୋଇଥାଏ। ସ୍ଥାନୀୟ ଖୁଚୁରା ବ୍ୟବସାୟୀ, ପାଇକାରୀ ବ୍ୟବସାୟୀ, ବିଭାଗୀୟ ଷ୍ଟୋର ସମୂହ, କୋ-ଅପରେଟିଭ ଷ୍ଟୋର, ଲୁଗା ଦୋକାନୀ, ଅଳଙ୍କାର ବ୍ୟବସାୟୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥାଏ। ଏହା କେବଳ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ। ଗଣମାଧ୍ୟମ ମଧ୍ୟ ଆଞ୍ଚଳିକ ପୃଷ୍ଠାରେ ଏଭଳି ବିଜ୍ଞାପନକୁ ସ୍ଥାନ ଦେଇଥାନ୍ତି। ଏତଦ୍ ବ୍ୟତୀତ ହୋର୍ଡିଂ, ପୋଷ୍ଟର, ପ୍ରେକ୍ଷାଳୟ ଇତ୍ୟାଦିରେ ଏହି ବିଜ୍ଞାପନ ଉପଭୋକ୍ତା ବା ଗ୍ରାହକ ସୃଷ୍ଟି ପାଇଁ ପ୍ରଦର୍ଶନ କରାଯାଇଥାଏ। ଆଞ୍ଚଳିକ ବିଜ୍ଞାପନ କାହାକୁ କହନ୍ତି? ସ୍ଥାନୀୟ ବିଜ୍ଞାପନ ଠାରୁ ଆଞ୍ଚଳିକ ବିଜ୍ଞାପନ କ୍ଷେତ୍ର ବିସ୍ତୃତ। ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହା ଗୋଟିଏ ରାଜ୍ୟ ଭିତରେ ହୋଇପାରେ କିମ୍ବା ସେହି ରାଜ୍ୟର ଜନସାଧାରଣଙ୍କ ଅନ୍ୟ ରାଜ୍ୟରେ ବସବାସ କରୁଥିଲେ ମଧ୍ୟ ଏହି ବିଜ୍ଞାପନ ସେମାନଙ୍କୁ ଆକର୍ଷିତ କରିପାରେ। ଏଭଳି ବିଜ୍ଞାପନର ପ୍ରସ୍ତୁତକର୍ତ୍ତା ବା ପ୍ରାୟୋଜକ ଉତ୍ପାଦନକାରୀ ସଂସ୍ଥା ହୋଇପାରେ କିମ୍ବା ଆଞ୍ଚଳିକ ବଣ୍ଟନକାରୀ ହୋଇପାରନ୍ତି। ଆଞ୍ଚଳିକ ବିଜ୍ଞାପନ ପ୍ରସାରରେ ଆଞ୍ଚଳିକ ଖବରକାଗଜ, ପତ୍ରପତ୍ରିକା, ରେଡ଼ିଓ, ଦୂରଦର୍ଶନ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଉପଭୋକ୍ତା ବିଜ୍ଞାପନ କାହାକୁ କହନ୍ତି? ଉପଭୋକ୍ତା ସିଧାସଳଖ ଏହି ବିଜ୍ଞାପନ ଦ୍ୱାରା ଦ୍ରବ୍ୟ ଓ ତାର ଗୁଣାତ୍ମକ ମାନ ଜାଣି କ୍ରୟ କରିଥାଏ। ବିଜ୍ଞାପନ ପ୍ରକ୍ରିୟାରେ ଉପଭୋକ୍ତା ହେଉଛି ଶେଷ ବ୍ୟବହାରକାରୀ। ଉପଭୋକ୍ତା ବ୍ୟବହାର ସାମଗ୍ରୀ ବା ସେବାକୁ ପ୍ରସାର କରିବା ନିମନ୍ତେ ବିଜ୍ଞାନ ମାଧ୍ୟମ ହୋଇଉଠେ। ରୁଚି ଅନୁଯାୟୀ ଉପଭୋଗ କରିବା ନିମନ୍ତେ ପ୍ରୋତ୍ସାହିତ କରେ। ଦୃଷ୍ଟାନ୍ତ ସ୍ୱରୂପ ଟୁଥପେଷ୍ଟ, ଟୁଥବ୍ରଶ, ଚା, ଟେକ୍ସଟାଇଲ ଇତ୍ୟାଦି ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକ ଗଣମାଧ୍ୟମ ଯଥା ଖବରକାଗଜ, ରେଡ଼ିଓ, ଦୂରଦର୍ଶନରେ ପ୍ରତ୍ୟେକ ସମୟରେ ବିଜ୍ଞାପିତ ହୋଇଥାଏ। ବୃତ୍ତିଗତ ବିଜ୍ଞାପନ କ'ଣ ସଂକ୍ଷେପରେ ଲେଖ। ଜନସାଧାରଣଙ୍କୁ ସେବା ଯୋଗାଉଥିବା ଓ ବୃତ୍ତିଗତ ପ୍ରକ୍ରିୟା ଭିତରେ ରହିଥିବା ବ୍ୟକ୍ତିବିଶେଷ ଯଥା ଡାକ୍ତର, ପ୍ରଫେସର, ଇଞ୍ଜିନିୟର ଓ ଅନ୍ୟାନ୍ୟ ସ୍ୱନାମଧେୟ ବ୍ୟକ୍ତିବିଶେଷଙ୍କ ପରାମର୍ଶ ଅନୁସାରେ ଦ୍ରବ୍ୟ ଓ ସେବା ଉପଭୋଗ ହୋଇଥାଏ। ଏଭଳି କ୍ଷେତ୍ରରେ ନିର୍ମାଣକାରୀ ସଂସ୍ଥା କିମ୍ବା ବଣ୍ଟନକାରୀ ସିଧାସଳଖ ସେମାନଙ୍କ ପ୍ରତିନିଧିମାନଙ୍କ ଜରିଆରେ ବିଜ୍ଞାପନ ପ୍ରସାର କରିଥାନ୍ତି। ବ୍ୟବସାୟୀ କିପରି ବିଜ୍ଞାପନ କ୍ଷେତ୍ରରେ ଗୁରୁଗମ୍ଭୀର ଶୈଳୀ ପ୍ରକାଶ କରିଥାଏ? କୁଶଳୀ ବ୍ୟବସାୟୀମାନେ ନିଜ ନିଜର ବ୍ୟବସାୟ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ସାହିତ୍ୟିକ ଦୃଷ୍ଟିଭଙ୍ଗୀ ମାଧ୍ୟମରେ ନୂଆ ନୂଆ ବିଜ୍ଞାପନ ବାହାର କରିଥାନ୍ତି, ଯାହା ସେମାନଙ୍କ ବ୍ୟବସାୟିକ ଆଭିମୁଖ୍ୟକୁ କେତେକ ଗୁରୁଗାମ୍ଭୀର ଶୈଳୀରେ ପ୍ରକାଶ କରିପାରେ। ଦୂଷିତ ଜଳ ଓ ଗଣାଗଣି ଟଙ୍କା ରଖିବା ପାଇଁ କି ପ୍ରକାର ବିଜ୍ଞାପନ ବାହାରିଅଛି? ଦୂଷିତ ଜଳ ପାନ କଲେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ପାଇଁ ପଡ଼ିଥାଏ। ଟଙ୍କା ପଇସା ଗଣି ନ ରଖିଲେ ମଣିଷ ଠକାମୀ ଶିକାର ହୁଏ। ଏହି ପ୍ରକାର ସଚେତନତା ଆଣିବା ପାଇଁ ସୁନ୍ଦର ଓ ଶିକ୍ଷଣୀୟ ବିଜ୍ଞାପନଟି ହେଲା ପାଣି ପିଇବା ଛାଣି ପଇସା ନେବା ଗଣି। ବାଣିଜ୍ୟିକ ବିଜ୍ଞାପନ କାହାକୁ କହନ୍ତି? ଦ୍ରବ୍ୟ ନିର୍ମାଣକାରୀ ସଂସ୍ଥା ବା ବଣ୍ଟନକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବାଣିଜ୍ୟିକ ବିଜ୍ଞାପନଟି ପାଇକାରୀ, କ୍ରେତା ଓ ବେପାରୀ ବ୍ୟବସାୟୀମାନଙ୍କ ପାଇଁ ଉଦ୍ଦିଷ୍ଟ। ବେଳେବେଳେ ସଂସ୍ଥା ବା ବଣ୍ଟନକାରୀ ଦ୍ରବ୍ୟର ବିକ୍ରୟ ଲକ୍ଷ୍ୟକୁ ସଫଳ କରିବା ନିମନ୍ତେ ଅର୍ଥର ବା ରିହାତି ପ୍ରଦାନ କରିଥାନ୍ତି। ବିଜ୍ଞାପନରେ ମୁଦ୍ରଣ ମାଧ୍ୟମର ଆବଶ୍ୟକ କ'ଣ ରହିଛି? ମୁଦ୍ରଣ ମାଧ୍ୟମ କହିଲେ ସାଧାରଣତଃ ଖବରକାଗଜ, ପତ୍ରପତ୍ରିକା, ମୁଦ୍ରିତ ପ୍ରଚାରପତ୍ର ଇତ୍ୟାଦିକୁ ବୁଝାଏ। ବିଜ୍ଞାପନ ବିନା କୌଣସି ଖବରକାଗଜ, ପତ୍ରପତ୍ରିକା ଇତ୍ୟାଦି ତିଷ୍ଠି ରହିବା ସମ୍ଭବପର ନୁହେଁ।
ସାମ୍ପ୍ରତିକ କାଳରେ ମୁଦ୍ରିତ ମାଧ୍ୟମ ସିଧାସଳଖ ସାଧାରଣଙ୍କ ମନରେ ଭାବ, ଭାବନା ଓ ଆବେଗ ସୃଷ୍ଟି କରିପାରୁଛି ଓ ଏହା ଏକ ଲୋକପ୍ରିୟ ମାଧ୍ୟମ ହୋଇ ଉଠିଛି। ସମୟକୁ ସମୟ ମୁଦ୍ରଣ ମାଧ୍ୟମରେ ଅବର୍ଣ୍ଣନୀୟ ପ୍ରଭାବ ସାମାଜିକ ସ୍ତରରେ ଜାଗରଣ ସୃଷ୍ଟି କରିବାରେ ସମର୍ଥ ହୋଇଅଛି। ତେଣୁ ମୁଦ୍ରିତ ମାଧ୍ୟମରେ ବିଜ୍ଞାପନର ଗୁରୁତ୍ୱ ଯଥେଷ୍ଟ ବେଶୀ। ବିଜ୍ଞାପନର ବାହ୍ୟ ମାଧ୍ୟମ ବିଷୟରେ ସଂକ୍ଷେପରେ ଲେଖ। ବାହ୍ୟ ମାଧ୍ୟମ ଭିତ୍ତିକ ବିଜ୍ଞାପନ ମଧ୍ୟରେ ପୋଷ୍ଟର, ସାଇନବୋର୍ଡ ଇତ୍ୟାଦି ଅନ୍ୟତମ। ଏହିଭଳି ମାଧ୍ୟମରେ ବିଜ୍ଞାପନ ସିଧାସଳଖ ଉପଭୋକ୍ତାର ଦୃଷ୍ଟି ଆକର୍ଷଣ କରିଥାଏ। ବୈଦ୍ୟୁତିକ ମାଧ୍ୟମ ବିଷୟରେ ସଂକ୍ଷେପରେ ଲେଖ। ବୈଦ୍ୟୁତିକ ପ୍ରଯୁକ୍ତି ବିଦ୍ୟା ବଳରେ ବେତାର ଓ ଦୂରଦର୍ଶନ, ଭିଡ଼ିଓ ଓ ଇଣ୍ଟରନେଟ ମାଧ୍ୟମରେ ଦୃଶ୍ୟ ଶ୍ରାବ୍ୟ ବିଜ୍ଞାପନ ବେଶ ଲୋକାଭିମୁଖୀ। ଶବ୍ଦର ପ୍ରକୃତିକୁ ଘେନି ରେଡ଼ିଓ ଜନସାଧାରଣଙ୍କୁ ଆକୃଷ୍ଟ କରୁଥିବା ବେଳେ ଦୂରଦର୍ଶନ ବେଶୀ ପ୍ରଭାବଶାଳୀ ହୋଇ ଉଠିଛି, କାରଣ ଜନସାଧାରଣ ଉଭୟ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ବିଜ୍ଞାପନକୁ ଦେଖିପାରୁଛନ୍ତି, ଶୁଣିପାରୁଛନ୍ତି ଓ ଅନୁଭବ କରିପାରୁଛନ୍ତି। ବିଜ୍ଞାପନ ପ୍ରଧାନ କାର୍ଯ୍ୟ କ'ଣ? ବିଜ୍ଞାପନର ପ୍ରଧାନ କାର୍ଯ୍ୟ ହେଲା ବ୍ୟକ୍ତିବିଶେଷ, ଉପଭୋକ୍ତା ବା ଗ୍ରାହକଙ୍କୁ ପ୍ରଲୋଭିତ କରିବା। ବ୍ୟକ୍ତିକୁ ପ୍ରଭାବିତ କରି ବସ୍ତୁ କ୍ରୟ ପାଇଁ ପ୍ରେରଣା ଓ ସାମାଜିକ ସଚେତନତା ପାଇଁ ପ୍ରରୋଚନା ଦିଏ ବିଜ୍ଞାପନ। ବ୍ୟକ୍ତି ବିଜ୍ଞାପନରେ ସ୍ଲୋଗାନ, ଚିତ୍ର, ସାମଗ୍ରୀ ପ୍ରଦତ୍ତ ସ୍ଲୋଗାନ, ନିହିତ ବିଜ୍ଞାପିତ ଗୁଣବତ୍ତା, ସର୍ତ୍ତ ତଥା ଲାଭପ୍ରଦ ଘୋଷଣାଦିରେ ଆକୃଷ୍ଟ ହୋଇ ନିଜର ବ୍ୟବହାର୍ଯ୍ୟ ସାମଗ୍ରୀକୁ କ୍ରୟ କରିବାରେ ପ୍ରେରଣା ପାଇଥାଏ। ଦ୍ରବ୍ୟର ପରିଚୟ ସୃଷ୍ଟି କରିବା ପାଇଁ ବିଜ୍ଞାପନର କି ଆବଶ୍ୟକ ରହିଛି? ଉପଭୋକ୍ତା ବା ଖାଉଟିମାନଙ୍କ ନିକଟରେ ନୂତନ ଭାବେ ଉତ୍ପାଦିତ ଦ୍ରବ୍ୟ ବା ସାମଗ୍ରୀକୁ ତାହାର ଗୁଣବତ୍ତା ଓ ମାନ ସମ୍ପର୍କରେ ସବିଶେଷ ତଥ୍ୟ ବା ଧାରଣା ଦେବା ପାଇଁ ଉଦ୍ଦିଷ୍ଟ ବିଜ୍ଞାପନ ହେଉଛି ଦ୍ରବ୍ୟର ପରିଚୟ ସୃଷ୍ଟି କରିବା ପାଇଁ ବିଜ୍ଞାପନ ଦ୍ରବ୍ୟ ବା ସେବା କ୍ରୟ ନିମନ୍ତେ ସାଧାରଣଙ୍କ ମନରେ ଏହା ପ୍ରତ୍ୟୟ ସୃଷ୍ଟି କରିବାରେ ସମର୍ଥ ହୋଇଥାଏ। ପ୍ରାଥମିକ ଓ ଚୟନ ଭିତ୍ତିକ ବିଜ୍ଞାପନ କାହାକୁ କୁହାଯାଏ? ବାଣିଜ୍ୟିକ ସଂଘ ଦ୍ୱାରା ଏବଂ ସମବାୟ ଗୋଷ୍ଠୀ ଦ୍ୱାରା ପ୍ରାଥମିକ ବିଜ୍ଞାପନ ସଞ୍ଚାଳିତ ହୁଏ। ଚୟନ ଭିତ୍ତିକ ବିଜ୍ଞାପନ ବ୍ରାଣ୍ଡେଡ ବା ପରିଚିତ ଦ୍ରବ୍ୟକୁ ଘେନି ପ୍ରସ୍ତୁତ କରାଯାଇଥାଏ। ଆନ୍ତର୍ଜାତୀୟ ବିଜ୍ଞାପନ କାହାକୁ କହନ୍ତି? ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଦ୍ୱାରା ଆନ୍ତର୍ଜାତୀୟ ବିଜ୍ଞାପନ କରାଯାଇଥାଏ। ବିଦେଶରେ ନିଜର ଉତ୍ପାଦିତ ଦ୍ରବ୍ୟ ଓ ତାର ସେବାକୁ ପ୍ରଚାର କରିବା ନିମନ୍ତେ ରପ୍ତାନିକାରୀ କମ୍ପାନୀଗୁଡ଼ିକ ବିଜ୍ଞାପନକୁ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରନ୍ତି। ଏୟାର ଇଣ୍ଡିଆ ଓ ଅନ୍ୟାନ୍ୟ ଏୟାରଲାଇନ ତଥା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ବିଜ୍ଞାପନ ମାଧ୍ୟମରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇପାରିଛନ୍ତି। କୋକାକୋଲା ଓ ପେପ୍ସି ତାର ସ୍ୱତନ୍ତ୍ର ଉଦାହରଣ। ଆନ୍ତର୍ଜାତୀୟ ବିଜ୍ଞାପନ ବ୍ୟୟବହୁଳ ଏବଂ ସୁନାମଧନ୍ୟ ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ସମଗ୍ର ବିଶ୍ୱରେ ପ୍ରଦର୍ଶିତ ହୋଇଥାଏ। ପ୍ରତ୍ୟକ୍ଷ ବିଜ୍ଞାପନ କାହାକୁ କହନ୍ତି? ବ୍ୟକ୍ତି ଦ୍ୱାରା ବିଜ୍ଞାପନକୁ ସିଧାସଳଖ ଉପଭୋକ୍ତା କିମ୍ବା ଜନସାଧାରଣଙ୍କ ପାଖରେ ପହଞ୍ଚାଯାଇପାରେ। ପ୍ରତ୍ୟକ୍ଷ ବଣ୍ଟନଯନ୍ତ୍ର ବିଜ୍ଞାପନଗୁଡ଼ିକ ମଧ୍ୟରେ କ୍ଷୁଦ୍ର ପୁସ୍ତିକା, ମାଗଣାରେ ବଣ୍ଟନ ପାଇଁ ମୁଦ୍ରିତ କାଗଜ ଫର୍ଦ୍ଦ, ଚିଠି ଇତ୍ୟାଦି ଅନ୍ୟତମ। ଏହା ପ୍ରତ୍ୟକ୍ଷ ଭାବେ ବ୍ୟକ୍ତିବିଶେଷଙ୍କୁ ସଂଯୋଜିତ କରିଥାଏ। ବିଜ୍ଞାପନର ବୈଶିଷ୍ଟ୍ୟରେ ଉପଭୋକ୍ତାର ପସନ୍ଦ କିପରି ଆବଶ୍ୟକତା ହୁଏ ଆଲୋକପାତ କର। ଉପଭୋକ୍ତାର ପସନ୍ଦ ଅନୁଯାୟୀ ବିଜ୍ଞାପନ ଦ୍ରବ୍ୟ ବା ସେବା କ୍ରୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉପଭୋକ୍ତାର ଆର୍ଥିକ ସ୍ଥିତି ଅନୁଯାୟୀ ପସନ୍ଦଯୋଗ୍ୟ ବା ନିଜ ରୁଚି ମୁତାବକ ଦ୍ରବ୍ୟ କିଣିବା କ୍ଷେତ୍ରରେ ବିଜ୍ଞାପନ ବେଶ ସହାୟକ ହୁଏ। ବିଜ୍ଞାପନରେ ଗବେଷଣା କ'ଣ ଆବଶ୍ୟକତା ରହିଛି? ବିଜ୍ଞାପନ ନୂତନ ଦ୍ରବ୍ୟ ପ୍ରସ୍ତୁତି ସମ୍ପର୍କୀୟ ଗବେଷଣା ଓ ତାର ପ୍ରସ୍ତୁତିଗତ କ୍ଷେତ୍ରକୁ ବିକଶିତ କରିବାରେ ପ୍ରୋତ୍ସାହନ ଯୋଗାଏ। ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା କମ୍ପାନୀ ସାଧାରଣଙ୍କ ରୁଚିକୁ ଦୃଷ୍ଟିରେ ରଖି ନୂତନ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟା ଜାରି ରଖନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଉପଭୋକ୍ତାମାନଙ୍କର ରୁଚିରେ ପରିବର୍ତ୍ତନ ଘଟୁଥିବାରୁ ବ୍ୟବସାୟିକ ସଂସ୍ଥା ବା କମ୍ପାନୀ ସେହି ଅନୁସାରେ ନୂତନ ଜ୍ଞାନକୌଶଳ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାନ୍ତି। ଏବେ ଆମେ ଦେଖିବା ବିଜ୍ଞାପନ କିଏ ବୃଦ୍ଧିକରଣ ଘଟାଇଛି। ବ୍ୟବସାୟ କ୍ଷେତ୍ରରେ, ଉତ୍ପାଦନ କ୍ଷେତ୍ରରେ, ସୁବିଧାବାଦୀ ଲାଭଦାୟକ ସଂସ୍ଥା ଓ ଅନୁଷ୍ଠାନ କ୍ଷେତ୍ରରେ ବିଜ୍ଞାପନର ପ୍ରୟୋଜନ ଅତିମାତ୍ରାରେ ସମ୍ପ୍ରତି ଅନୁଭୂତ ହେଉଛି। ବାସ୍ତବବାଦୀ ପ୍ରତିଯୋଗିତା, ସ୍ୱତନ୍ତ୍ର ପ୍ରଦର୍ଶନ ମନୋବୃତ୍ତି, ଭୋଗବାଦ, ସଭ୍ୟତା, ଚାକଚକ୍ୟ ବଜାର ସ୍ଥିତି ଓ ଅର୍ଥନୈତିକ ଉତ୍ଥାନ ପତନ ବିଜ୍ଞାପନର ବୃଦ୍ଧିକରଣ ଘଟାଇଛି। ଅଭିପ୍ରେରଣ କାହାକୁ କୁହାଯାଏ? ଜଣେ ବ୍ୟକ୍ତି ବା ସମୂହ ବ୍ୟକ୍ତି ଅଥବା ମିଳିତ ଗୋଷ୍ଠୀଙ୍କ ପାଖରେ ନିଜର ସଂସ୍ଥାର ଉତ୍ପାଦିତ ସାମଗ୍ରୀର ଉପଯୋଗିତା ବା ନିଜର ଅନୁଷ୍ଠାନର ମହତ ଉଦ୍ଦେଶ୍ୟକୁ ଆଭିପ୍ରାୟିକ ଅର୍ଥରେ ପହଞ୍ଚାଇବା ନିମନ୍ତେ ଯେଉଁ ଅନ୍ତର୍ନିହିତ ତତ୍ପରତା ଭାବ ସୃଷ୍ଟି ପାଇଁ ପ୍ରଯତ୍ନ କରାଯାଏ ତାହାକୁ ଅଭିପ୍ରେରଣ କୁହାଯାଏ।
ପ୍ରଚାର କିମ୍ବା ସମ୍ପାଦିତ କରିବାକୁ ବିଜ୍ଞାପନ କାହାର ଆଶ୍ରୟ ନେଇଥାଏ? ପ୍ରଚାର କର୍ମ ସମ୍ପାଦନ କରିବାକୁ ବିଜ୍ଞାପନ ସାହିତ୍ୟର ଆଶ୍ରୟ ନେଇଥାଏ। ସାହିତ୍ୟ ପୃଷ୍ଠାରେ ଢଗଢମାଳି, ଲୋକବାଣୀ ଇତ୍ୟାଦି ଭରପୁର ହୋଇ ରହିଛି। ଉତ୍ପାଦର ଗୁରୁତ୍ୱ ନେଇ ବିଜ୍ଞାପନ ଲୋକବାଣୀ, ଢଗ ଇତ୍ୟାଦିକୁ ଗ୍ରହଣ କରି ସାଧାରଣ ଲୋକ ବୁଝିବା ଭଳି ଶୈଳୀରେ ନିଜ କଥା ପ୍ରକାଶ କରିଥାଏ। ବ୍ୟବସାୟିକ ଆଭିମୁଖ୍ୟ କିପରି ବିଜ୍ଞାପନ କ୍ଷେତ୍ରରେ ଗୁରୁଗମ୍ଭୀର ଶୈଳୀ ପ୍ରକାଶ କରିଥାଏ। କୁଶଳୀ ବ୍ୟବସାୟୀମାନେ ନିଜ ନିଜ ବ୍ୟବସାୟ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ସାହିତ୍ୟିକ ଦୃଷ୍ଟିଭଙ୍ଗୀ ମାଧ୍ୟମରେ ନୂଆ ନୂଆ ବିଜ୍ଞାପନ ବାହାର କରିଥାନ୍ତି, ଯାହା ସେମାନଙ୍କ ବ୍ୟବସାୟିକ ଆଭିମୁଖ୍ୟକୁ କେତେ ଗୁରୁଗମ୍ଭୀର ଶୈଳୀରେ ପ୍ରକାଶ କରିପାରେ। ବ୍ୟକ୍ତିଗତ ପତ୍ର କାହାକୁ କହନ୍ତି? ବ୍ୟକ୍ତିଗତ ପତ୍ରରେ ବ୍ୟକ୍ତିଗତ ଘଟଣା ଲିଖିତ ହୋଇଥାଏ। ଆତ୍ମୀୟ, ବନ୍ଧୁ, ସାଥୀ ପ୍ରଭୃତିଙ୍କର ପାଖକୁ ବ୍ୟକ୍ତିଗତ ପତ୍ର ଲେଖାଯାଇଥାଏ। କଥିତ ଭାଷାର ବ୍ୟବହାର ଘରୋଇ ପତ୍ରକୁ ହୃଦୟବୋଧ କରିଥାଏ। ଘରୋଇ ପତ୍ର ଆବଶ୍ୟକତା ଦୃଷ୍ଟିରୁ ସଂକ୍ଷିପ୍ତ ଓ ବିସ୍ତୃତ ହୋଇଥାଏ। ସରକାରୀ ପତ୍ର ବିଷୟରେ ସଂକ୍ଷେପରେ ଲେଖ। ସରକାରୀ ପତ୍ର ସାଧାରଣତଃ ଦରଖାସ୍ତ ନାମରେ ପରିଚିତ। ସରକାରୀ, ଅର୍ଦ୍ଧସରକାରୀ ଓ ବେସରକାରୀ ସଂସ୍ଥାକୁ ବ୍ୟକ୍ତିବିଶେଷ ନିଜ ଆବଶ୍ୟକତା ପରିପୂର୍ଣ୍ଣ ନିମିତ୍ତ ପତ୍ର ଲେଖିଥାଏ। ଏହି ଧରଣ ପତ୍ରରେ ପ୍ରେରକର ଆବେଦନ, ନିବେଦନ, ଅଭିଯୋଗ ଓ ପ୍ରତିବାଦ ଆଦି ସ୍ଥାନିତ ହୋଇଥାଏ। ଏ ପ୍ରକାର ପତ୍ର ଲେଖିବା ବେଳେ ବ୍ୟକ୍ତିର ବକ୍ତବ୍ୟର ଯଥାର୍ଥ ପ୍ରତିପାଦନ ପାଇଁ ଦୃଷ୍ଟି ଦେବାକୁ ପଡ଼ିଥାଏ। ଅନାବଶ୍ୟକ କଥାକୁ ଯଥା ସମ୍ଭବ ପରିହାର କରିବା ଉଚିତ। ବ୍ୟବସାୟିକ ପତ୍ର କହିଲେ କ'ଣ ବୁଝାଏ? ବ୍ୟବସାୟିକ ଦୃଷ୍ଟିକୋଣରୁ ବ୍ୟବସାୟିକ ପତ୍ର ବା କାରବାରୀ ପତ୍ରର ଗୁରୁତ୍ୱ ଯଥେଷ୍ଟ। ଜିନିଷପତ୍ରର ପ୍ରେରଣ, ପ୍ରାପ୍ତି ଥିବା ଅଭିଯୋଗ ସମ୍ପର୍କିତ ଘଟଣାବଳୀ ଏହି ପତ୍ରରେ ଉଲ୍ଲେଖିତ ହୋଇଥାଏ। ନିମନ୍ତ୍ରଣ ପତ୍ର କାହାକୁ କହନ୍ତି? ବ୍ୟକ୍ତି ବା ଅନୁଷ୍ଠାନ ଅପର ବ୍ୟକ୍ତି ଅନୁଷ୍ଠାନକୁ କୌଣସି ଉତ୍ସବ ଉପଲକ୍ଷେ ପତ୍ର ଦେଇଥାନ୍ତି। ଏହି ପତ୍ର ଅନୁରୋଧ ମୂଳକ, ନମ୍ରତା ଓ ଆନ୍ତରିକତା ପତ୍ରରୁ ସୂଚିତ ହୋଇଥାଏ। ବିବାହ, ବ୍ରତ ଓ ଅନୁଷ୍ଠାନରେ ବିଭିନ୍ନ ଉତ୍ସବ ଉପଲକ୍ଷେ ନିମନ୍ତ୍ରଣ ପତ୍ର ପ୍ରେରଣ କରାଯାଏ। ଏହା ଭଦ୍ରତା ଓ ଉତ୍ତମ ସମ୍ପର୍କ ସ୍ଥାପନରେ ସାହାଯ୍ୟ କରେ। ନିମନ୍ତ୍ରଣ ପତ୍ରରେ ଉତ୍ସବର ସ୍ଥାନ, ସମୟ ସହିତ ନିମନ୍ତ୍ରକଙ୍କର ନାମ ଥାଏ। ଯୌଥ ପରିବାର ନିମନ୍ତ୍ରଣ ପତ୍ରରେ ଶୁଭେଚ୍ଛୁକମାନଙ୍କର ନାମ ରହେ। ଆଜିର ଭିଡ଼ିଓରେ ଆମେ 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।